ସମସ୍ତଙ୍କୁ ପୁନର୍ବାର ନମସ୍କାର ଜଣାଏ। ଆପଣମାନେ ଜାଣନ୍ତି ଏଦିନ କ୍ଷୁଦ୍ର ପ୍ରୟାସ ଆମ ସମୟ ଆମ ଖବର ବିଭିନ୍ନ ଦୁଃଖ ବା ସୁଖ ସବୁ ପରିସ୍ଥିତିରେ ଲୋକଙ୍କୁ ଭେଟିବା ପାଇଁ ମୁଁ ଚେଷ୍ଟା କରୁଅଛି। ବର୍ତ୍ତମାନ ଅନେକ ଶୁଣିଛନ୍ତି ଜାଣିଛନ୍ତି ବା ଜାଣିନାହାନ୍ତି ସେ ଖବର ଜାଣିବା ପାଇଁ ମୁଁ ଆସିଛି। ବର୍ତ୍ତମାନ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ଛେଳିଗଡ଼। ଆଉ ଏଇ ଛେଳିଗଡ଼ ନାଁ ଧରିଲେ ନିଶ୍ଚିତ ଭାବରେ ବୁଝୁଥିବେ ଯେ ଆମମାନଙ୍କର ପୁରାତନ ପାଳକ ଅର୍ଥାତ୍ ସ୍ୱର୍ଗତ ଲାବଣ ବର୍ଦ୍ଧନଙ୍କର ଆଜି ମୃତ୍ୟୁଭୋଗ ଘଟିଅଛି। ସେ ସମ୍ପର୍କରେ ସ୍ଥାନୀୟ ମଣ୍ଡଳୀର ମହିଳା ସମିତି ବିଭିନ୍ନ ଭଉଣୀମାନେ ଅଛନ୍ତି, ତାଙ୍କ ବିଷୟରେ କ'ଣ ପ୍ରତିକ୍ରିୟା ଦେଉଛନ୍ତି ଆସନ୍ତୁ ବୁଝି ନିମନ୍ତେ ଯିବା। ବର୍ତ୍ତମାନ ଯଦି ପ୍ରେସ୍ ଆଲର୍ଟ କହିବେ ଆଜି କ'ଣ ଯେ ଯାହା ପାଳକ ବର୍ଦ୍ଧନ ଅର୍ଥାତ୍ ଲାବଣ ବର୍ଦ୍ଧନଙ୍କର ମୃତ୍ୟୁ ବିୟୋଗ ମଧ୍ୟ ଆମେ ଦୁଃଖିତ ପ୍ରକାଶ କରୁଛୁ। ପୁଣି ଆମ ସମ୍ମିଳନୀର ପ୍ରତ୍ୟେକ ଦର୍ଶକମାନେ ଅଛନ୍ତି ଯେ କ'ଣ କହିବେ ତାଙ୍କ ବିଷୟ କ'ଣ ଜାଣନ୍ତି ଆପଣ? ଆମ ସମ୍ମିଳନୀ ଆମ ଖବର ଆମ ଛେଳିଗଡ଼ ମଣ୍ଡଳୀର ମହିଳା ସମିତି ତରଫରୁ ପ୍ରତ୍ୟେକଙ୍କୁ ଆନ୍ତରିକ ନମସ୍କାର। ଆଜି ଆମ ମଣ୍ଡଳୀର ଅବସର ପାଳକ ମହାଶୟଙ୍କ ମୃତ୍ୟୁବରଣ ହେଇଛି। ଯେ 79 ବର୍ଷ ତାଙ୍କୁ ହଉଥିଲା ଆଉ ସେ ଆମଠାରୁ ଚାଲି ଯାଇଛନ୍ତି। ଆମେ ବିଶେଷ ଦୁଃଖିତ ଯେ ବହୁତ ପରାମର୍ଶ ମଣ୍ଡଳୀ ପାଇଁ ବିଭିନ୍ନ ସମିତି ପାଇଁ ଆଉ ସେ ଦେଇକି ଆସୁଥିଲେ, କିନ୍ତୁ ଆଜି ଆମ ଗହଣରେ ସେ ଆଉ ନାହାନ୍ତି। ସେଥିପାଇଁ ମହିଳା ସମିତି ମଣ୍ଡଳୀ ଯୁବକ ସମିତି ସଣ୍ଡେ ସ୍କୁଲ ସମିତି ପ୍ରତ୍ୟେକ ଆମେ ଦୁଃଖର ଛାୟାରେ ଅଛୁ। ଆଉ ସେ ଆମ ଜୀବନ ପାଇଁ ଏକ ଆଦର୍ଶ ଥିଲେ, କାରଣ ସେ ଜଣେ ବୟୋଜ୍ୟେଷ୍ଠ ଲୋକ ଥିଲେ, କିନ୍ତୁ ଅବସର ନେଲା ପରେ ମଧ୍ୟ ଆମ ମଣ୍ଡଳୀ ସହିତ ସେ ନିବିଡ଼ ସମ୍ପର୍କରେ ଆସୁଥିଲେ। ଆଉ ଆଜି ସେ ଆମ ଗହଣରେ ନାହାନ୍ତି, ତଥାପି ତାଙ୍କର ପରାମର୍ଶ ଆଜି ପର୍ଯ୍ୟନ୍ତ ଆମ ପାଖରେ ଅଛି। ଆଉ ଆମେ ଅନୁଭବ କରୁଛୁ ଯେ ସେ ଆମ ଗହଣରେ ନାହାନ୍ତି ଅବଶ୍ୟ, କିନ୍ତୁ ତାଙ୍କର ସମସ୍ତ ସ୍ନେହ ପ୍ରେମ ଶ୍ରଦ୍ଧା ଆମ ପାଇଁ ଅଛି। ଆଉ ଆମେ ଦୁଃଖିତ କାରଣ ଏ ପ୍ରକାର ଏକ ଆତ୍ମିକଶୀଳ ଅବସର ପାଳକ ଆମ ମଧ୍ୟରୁ ଚାଲି ଯାଇଛନ୍ତି। ସେଥିପାଇଁ ମଣ୍ଡଳୀ ଝୁରୁଛି, ମହିଳା ସମିତି ଝୁରୁଛି, ଯୁବକ ସମିତି ଝୁରୁଛି, ସଣ୍ଡେ ସ୍କୁଲ ସମିତି ଝୁରୁଛି, ପ୍ରତ୍ୟେକ ଗ୍ରାମବାସୀ ସମସ୍ତେ ଝୁରୁଛନ୍ତି। ଆଉ ଏତିକି କହିବି ଯେ ବିଶେଷ କରି ଅବସର ପାଳକ ମହାଶୟ ସୁସମାଚାର ବିଷୟରେ ବହୁତ ଉପଦେଶ ଦେଇଛନ୍ତି ଆମମାନଙ୍କୁ ମଣ୍ଡଳୀକୁ। ଆଉ ଆମେ ମହିଳା ସମିତିକୁ ସବୁବେଳେ ଆଗ୍ରହର ସହିତ ଆଗଭର ସହିତ କାମ କରିବା ପାଇଁ ସେ କହିଛନ୍ତି। ଆଉ ଆମେ ମଧ୍ୟ ତାଙ୍କର ଆଦର୍ଶକୁ ତାଙ୍କର ଆଉ ଉପଦେଶକୁ ପରାମର୍ଶକୁ ଆମେ ଅତି ମାନ୍ୟର ସହିତ ଆମେ କରିକି ଆସୁଥିଲୁ କରିକି ଆସୁଛୁ। ତେବେ ଆମେ ଏବେ ଅବସର ପାଳକ ମହାଶୟଙ୍କ ବିୟୋଗରେ ସମସ୍ତେ ଦୁଃଖିତ, କାରଣ ତାଙ୍କ ଜୀବନ ମଣ୍ଡଳୀ ପାଇଁ ଅତି ମାନ୍ୟତା ଥିଲା, ଅତି ସମ୍ମାନିତ ଥିଲା, ମଣ୍ଡଳୀ ପାଇଁ ସ୍ନେହ ପ୍ରେମ ଥିଲା, ମହିଳା ସମିତି ପାଇଁ ଥିଲା। ଆମେ ବହୁତ ଆଗ୍ରହର ସହିତ ଅବସର ପାଳକଙ୍କ ପରାମର୍ଶରେ ଆମେ ବିଭିନ୍ନ ପ୍ରକାର ଗ୍ରାମମାନଙ୍କୁ ଯାଇ ତାଙ୍କର ପରାମର୍ଶ ଅନୁସାରେ ଆମେ ଟ୍ରାକ୍ ବାଣ୍ଟିକି ଆସିଛୁ। ତାଙ୍କର ଉପଦେଶ ଅନୁସାରେ ତାପରେ ବିଭିନ୍ନ ବିଜାତୀୟ ଗ୍ରାମମାନଙ୍କୁ ଯାଇ ନିଜେ ସେ ଆସିବେ, ଆମ ସହିତ ଯିବେ, କେତେ ଖରା ବର୍ଷା ହଉଥିଲେ ମଧ୍ୟ ଆମ ପଛରେ ସେ ଲାଗିଥିବେ। ଏତିକି ଆମେ କହୁ ଆଜି ମହିଳା ସମିତି ମାଧ୍ୟମରେ କିମ୍ବା ମଣ୍ଡଳୀର ମା' ମାନଙ୍କ ମାଧ୍ୟମରେ ଯେ ଆମେ ଏକ ବିଶେଷ ବ୍ୟକ୍ତିକୁ ହରାଇ ଅଛୁ। ବିଶେଷ ଦୁଃଖିତ ମହିଳା ସମିତି ଯେ ଏକ ବିଶେଷ ବ୍ୟକ୍ତିକୁ ହରେଇଛୁ ସତ, ଏକ ଆତ୍ମିକ ପିତାକୁ ଆମେ ହରେଇଛୁ। ଆମର ଆତ୍ମିକ ଜୀବନରେ ସେ ଅନେକ ଅଭିବୃଦ୍ଧି କରି ଯାଇଛନ୍ତି। ପ୍ରିୟ ଦର୍ଶକ ବନ୍ଧୁମାନେ ଶୁଣିବାକୁ ପାରୁଛୁ ପ୍ରିୟ ଦିଦିଙ୍କ ମୁଖରେ ତାଙ୍କ ଏକ ଜୀବନ୍ତ ଇତିହାସକୁ ବଖାଣୁଥିଲେ। ତାଙ୍କ ସେବା ଜୀବନ, ତାଙ୍କ ଉତ୍ତମ ଚରିତ୍ର ଆତ୍ମିକ ଜୀବନରେ ମନେ ପକେଇ ପକେଇ ବାହୁନି ବାହୁନି ଦିଦିମାନେ କାନ୍ଦୁଛନ୍ତି। ମୋତେ ବି ଦୁଃଖ ଲାଗୁଛି। ତ ନିଶ୍ଚିତ ଭାବରେ ଆଜି ଗୋଟିଏ ଘର ନିର୍ମାଣ ସମୟରେ ଯେପରି ଗୋଟେ ପିଲର ଭାଙ୍ଗିଯାଏ ସେପରି ଅନୁଭୂତି ଆପଣ କହିବେ କି? ଆପଣ କ'ଣ କହିବେ? କ'ଣ କହିବେ? ଆଉ ମଣ୍ଡଳୀ ସମ୍ମିଳନୀ ବା ଛେଳିଗଡ଼ ମଣ୍ଡଳୀର ମହିଳା ସମିତି ସମସ୍ତଙ୍କୁ ମୋର ନମସ୍କାର। ଏହି ସମୟରେ ଆମେ ଆମର ବିଶେଷ ବ୍ୟକ୍ତିକୁ ଆମେ ହରେଇ ଅତି ଦୁଃଖିତ ଭାବରେ ଆମେ ସ୍ଥାନରେ ଅଛୁ।
ଆଉ ସେ ଜଣେ ଧାର୍ମିକ ବ୍ୟକ୍ତି ଆଉ ଦୀର୍ଘ ଦିନ ଆଉ ପାଳକୀୟ ଦାୟିତ୍ୱରେ ଥିଲେ। ତାପରେ ତାଙ୍କର ବୟସ ପ୍ରାପ୍ତ ହେଲା ପରେ ଅବସର ନେଲେ। ଆଉ ଏ ସମୟ ପର୍ଯ୍ୟନ୍ତ ମଣ୍ଡଳୀରେ ଆଉ ଉପଦେଷ୍ଟା ଭାବରେ ସେ ପରିଚାଳିତ ହେଇ ଆସୁଥିଲେ। ଆଉ ସେ ଜଣେ ଧାର୍ମିକ ବ୍ୟକ୍ତି, ଉତ୍ତମ ବ୍ୟକ୍ତି, ଧର୍ମଶୀଳ ବ୍ୟକ୍ତି। ତାଙ୍କର ମୁଖର କଥା ଆଉ ଅତି ଉତ୍ତମ। ପ୍ରତ୍ୟେକେ ତାଙ୍କୁ ସମ୍ମାନ ଦଉଥିଲେ, ପ୍ରତ୍ୟେକେ ତାଙ୍କର ଅନୁସରଣ କରି ଆଉ ଚାଲୁଥିଲେ। ସେଥିପାଇଁ ଆଜି ଛେଳିଗଡ଼ ମଣ୍ଡଳୀ ଅତି ଦୁଃଖିତ ଭାବରେ ଆଉ ଭାରଗ୍ରସ୍ତ ହେଇଛନ୍ତି। କାରଣ ଆମର ଆଉ ଧାର୍ମିକ ବ୍ୟକ୍ତି ଆଉ ସେ ମୃତ୍ୟୁବରଣ କଲେ। ତେଣୁ ଆମେ ଅତି ଦୁଃଖିତ ଭାବରେ ଅଛୁ। ଆଉ ଅତି ଉତ୍ତମ ବାକ୍ୟ ମାନଙ୍କ ଆଗରେ ସବୁବେଳେ ସେ ଆଉ ଦେଉଥିଲେ। ତେଣୁ ଏଇ ସମୟରେ ସେ ସମସ୍ତ ବିଷୟ ଆମ ଜୀବନରେ ଆମେ ସ୍ମରଣ କରୁଛୁ ଯେ ଏହିପରି ବ୍ୟକ୍ତି ଆଗାମୀ ଦିନ ମାନଙ୍କରେ ଆମ ପାଇଁ ମିଳିବ କି ନାହିଁ। ତେଣୁ ଅତି ଦୁଃଖ ଲାଗେ ଆଜି ଆମେ ଆମର ଧାର୍ମିକ ବ୍ୟକ୍ତିକୁ ଆମେ ହରେଇଛୁ। ତେଣୁ ଏଇ ସମୟରେ ଆଉ ଅଧିକ କ'ଣ କହିବି, ଆଜି ପ୍ରତ୍ୟେକଙ୍କର ଅଶ୍ରୁ ଝରୁଛି। ଛେଳିଗଡ଼ ମଣ୍ଡଳୀ ଗ୍ରାମ ଆଜି କାନ୍ଦୁଛି। ତେଣୁ ଏହି ସମୟରେ ତାଙ୍କ ବିୟୋଗରେ ଆମେ ମହିଳା ସମିତି ପ୍ରତ୍ୟେକ ଏହି ସ୍ଥାନରେ ଉପସ୍ଥିତ ଅଛୁ। ଧନ୍ୟବାଦ। প্রিয় দর্শক বন্ধু মানে বর্তমান দিদিମାନଙ୍କ মুখରୁ ଅନେକ କଥା ଆମେ ଶୁଣିବାକୁ ପାରୁଛୁ। ନିଶ୍ଚିତ ଭାବେ ଆଜି ଏକ ବଡ଼ କ୍ଷତି ଘଟିଛି ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ସହିତ ଏହି ମଣ୍ଡଳୀ ଛେଳିଗଡ଼ ପାଇଁ। ପୁଣି ଦିଦି ଶେଷ ପ୍ରତିକ୍ରିୟା ଦିଅନ୍ତୁ। ଆପଣ ଏଠି ଆଗକୁ ଆସିବେ, ଦୟାପୂର୍ବକ ଏଠି ଆଗକୁ ଆସନ୍ତୁ। ଆଉ ନିଶ୍ଚିତ ଭାବେ ଆଜି ପାଳକ ବର୍ଦ୍ଧନ ମହାଶୟଙ୍କୁ ଆମେ ହରାଇ ଯେପରି ଭାଙ୍ଗି ପଡୁଛୁ, କ'ଣ ତାଙ୍କ ଜୀବନୀକୁ ମନେ ପକାଉଛନ୍ତି ଯେ ବାହୁନିଛନ୍ତି, କୁହନ୍ତୁ କୁହନ୍ତୁ। ହଁ, ଆମେ ତାଙ୍କୁ ମନେ ପକାଉଛୁ। ଦୀର୍ଘ ଦିନ ହେଲା ଆମ ମାନଙ୍କର ପାଳକ ପଦରେ ସେ ଥିଲେ, ଆଜି ଚାଲି ଯାଇଛନ୍ତି। ଆମର ଲୁହ ଝରୁଛି, ହୃଦୟ ଭାଙ୍ଗୁଛି। ଆମର ମନକୁ ଆଜି ବେଶୀ ଦିନ ହେଇଯାଉଛି। ପାଳକ ଆମର ସବୁ ପ୍ରକାର ଆମମାନଙ୍କୁ କଢେଇ ନଉଥିଲେ, ଆଜି ଚାଲିଗଲେ ଆମ ମଣ୍ଡଳୀ। ଆଜି ଆଉ ଚଣ୍ଡା ଅବସ୍ଥାରେ ଆମେ ରହିଛୁ। କ'ଣ କରିବୁ, ଦୁଃଖ ଲାଗୁଛି। ମୁଁ ଆଉ କ'ଣ କହିପାରୁନି। ମୁଁ ତାଙ୍କ ନିମନ୍ତେ ମୋର ବିପି ଅଛି ସିନା, ମୁଁ କାନ୍ଦି କାନ୍ଦି ମୋର ଜୀବନକୁ କେତେ ବିତେଇ ମୁଁ ଦିନ କାଟିବି। ପ୍ରଭୁ ସେମାନଙ୍କୁ ଶିକ୍ଷା ଦୀକ୍ଷା ଦେଇ ଆମମାନଙ୍କୁ କଢାଇ ନଉଥିଲେ, ଆଜି ସେ ଚାଲିଗଲେ। ଆମମାନଙ୍କୁ ଜୀବନକୁ ସମସ୍ତଙ୍କର ମନରେ ଦୁଃଖ ବାଧା ରହିଛି। ସେ କେତେ ଦୀର୍ଘ ସମୟ ହେଲା ଆମମାନଙ୍କର ପାଳକ ଦାୟିତ୍ୱରେ ଥିଲେ, ଆଉ ସେ ଚାଲି ଯାଇଛନ୍ତି। ସେଥିପାଇଁ ଆମ ମନକୁ କଷ୍ଟ ଲାଗୁଛି। ହଉ, ଧନ୍ୟବାଦ। ପ୍ରିୟ ଦର୍ଶକ ବନ୍ଧୁ ମାନେ ବର୍ତ୍ତମାନ ଅନେକ କଥା ରହିଛି, ଅନେକଙ୍କ ଜୀବନରେ ଚିନ୍ତା ଆସୁଛି କହିବା ପାଇଁ, କିନ୍ତୁ ସମୟ ସାପେକ୍ଷ ଯୋଗୁଁ ଆଉ ଦିଦି କ'ଣ କହିବେ କି? ହଁ, କ'ଣ ଦିଦି କହିବେ? ଆମ ସମ୍ମିଳନୀ ଆମ ଖବରକୁ ପ୍ରତ୍ୟେକଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର। ଆଜି ମଣ୍ଡଳୀର ମେରୁଦଣ୍ଡ ଭାଙ୍ଗିଛି। ଯଦି ଆମେ କହୁ, ସବୁବେଳେ ମଣ୍ଡଳୀରେ କହନ୍ତି ଆମର ମେରୁଦଣ୍ଡ ହଉଛି ମହିଳା ସମିତି, କିନ୍ତୁ ଆଜି ଆମେ ହରେଇଛୁ ଆମର ମେରୁଦଣ୍ଡ। ବାକ୍ୟରେ ନିପୁଣ ଥିଲେ, ପ୍ରାର୍ଥନାରେ ନିପୁଣ ଥିଲେ, ଅନେକ ବିଷୟରେ ନିପୁଣ ଥିଲେ। ଗ୍ରାମରେ ଅନେକ ସମସ୍ୟା ଆସେ, ଶୀଘ୍ର ସମାଧାନର ବ୍ୟବସ୍ଥା ବାହାର କରୁଥିଲେ ଶୀଘ୍ର। ଆଜି ମଣ୍ଡଳୀ ନିରାଶ ଅବସ୍ଥାରେ ଅଛି, ହତାଶ ଅବସ୍ଥାରେ ଅଛି। ଏ ପ୍ରକାର ବ୍ୟକ୍ତି ମାନଙ୍କୁ ଆଗକୁ ଆମେ ପାଇପାରିବୁ କି? ଚିନ୍ତିତ, ହୃଦୟ ଭାଙ୍ଗି ଉଠୁଛି। ଯେତେବେଳେ ମଧ୍ୟ ସୁସମାଚାର କାର୍ଯ୍ୟକୁ ଯିବେ, ମହିଳା ସମିତିକୁ ସାଥିରେ ନେଇକି ଯିବେ, କେବେ ମଧ୍ୟ ଛାଡିକି ଯିବେ ନାହିଁ। ସବୁବେଳେ ମହିଳା ସମିତିକୁ ମେରୁଦଣ୍ଡ ବୋଲିକି ଆଗରେ ରଖିଥିବେ। ଆଜି ମହିଳା ସମିତି ହତାଶ ଅବସ୍ଥାରେ ଅଛି। ଆମ ମହିଳା ସମିତି ପାଇଁ ସମ୍ମିଳନୀର ପ୍ରତ୍ୟେକ ବାପା ମା ଭାଇ ଭଉଣୀକୁ ଅନୁରୋଧ କରୁଛୁ, ପ୍ରାର୍ଥନା କରନ୍ତୁ। ଏ ପ୍ରକାର ବ୍ୟକ୍ତି ମାନଙ୍କୁ ଆଜି ଆମେ ହରାଇଛୁ, ସେମାନଙ୍କୁ ଯେ ପ୍ରକାର ଆଗକୁ ପାଇପାରିବୁ ସେଥିପାଇଁ ପ୍ରାର୍ଥନାରେ ତୋଳି ନେବେ ବୋଲି ନିବେଦନ କରୁଛୁ। ପ୍ରିୟ ଦର୍ଶକ ବନ୍ଧୁ ମାନେ ବର୍ତ୍ତମାନ ଆଜି ମହିଳା ସମିତିର ହୃଦୟର ବେଦନା ଢାଳୁଛନ୍ତି। ଯେପରି ହାନା
निज जीवन दुख को प्रभु समर्पण करते तांको जीवन को मन पकाए आज बाहुनी बाहुनी कांदुंट निश्चित भाव यह दुख भरा विषय अटे। प्रभु प्रत्येक को सांत्वना दिंतु जेपरी आउ हूँ तो प्रभु को इच्छा हिसाब से पालक नहीं आम जिते अच्छु प्रभु बढ़िया यही आशा रो समस्त रही। नमस्कार, धन्यवाद। चलो।